ଆଜି ପ୍ରସ୍ତୁତ କରିବା ଆମ ସମସ୍ତଙ୍କ ପାଇଁ ଜିଲାପି। ଦେଖନ୍ତୁ ସେଥିପାଇଁ ମୁଁ ଗୋଟେ ଗିନା ମଇଦା ନେଇଯାଇଛି। ଗୋଟେ ଗିନା ମଇଦାରେ ମୁଁ ଗୋଟେ ଚାମଚ ଭଲ ଘିଅ ଆଉ ଗୋଟେ ପ୍ୟାକେଟ୍ ଇନୋ ଆଡ଼୍ କରି ନେଇଛି। ଇନୋକୁ ଆଡ଼୍ କଲା ପରେ ଆପଣ ତାକୁ ଭଲରେ ହାତରେ ମିକ୍ସ କରି ନିଅନ୍ତୁ, ଯେମିତି କିଛି ଗେଟା ରହିବନି। ସେ ଗୋଟେ ଗିନା ପାଣି ବି ଆଡ଼୍ କରନ୍ତୁ, ଯେ ପାଣିଟାକୁ ଆପଣ ଅଳ୍ପ ଅଳ୍ପ କରିକି ଆଡ଼୍ କରନ୍ତୁ, ଟିକେ ଟିକେ କରିକି। ଆଉ ଆଡ଼୍ କରିସାରିଲା ପରେ ତାକୁ ଏମିତି ଭଲସେ ଫେଣ୍ଟି ନିଅନ୍ତୁ। ଆଡ଼୍ କରି କରି ତାକୁ ଭଲସେ ଫେଣ୍ଟନ୍ତୁ, ଯେମିତି ଆମେ ବିରି ଫେଣ୍ଟୁ ଇଡ଼ଲି ପାଇଁ। ତ ସେମିତି ଭଲସେ ଫେଣ୍ଟନ୍ତୁ। ଯେତେ ଆପଣ ଭଲସେ ଫେଣ୍ଟିବେ ସେଇଟା ବହୁତ ଭଲ ହେବ। ଆପଣ ତାକୁ ଫେଣ୍ଟି ସାରିଲା ପରେ ମିନିମମ୍ 10ରୁ 15 ମିନିଟ୍ ପାଇଁ ରେଷ୍ଟ ପାଇଁ ଛାଡ଼ି ଦିଅନ୍ତୁ। ଆପଣ ଯେତେ ସମୟ ରେଷ୍ଟ ପାଇଁ ଛାଡ଼ିବେ ସେଇଟା ବହୁତ ଭଲ ହେବ। ରେଷ୍ଟ ପାଇଁ ଛାଡ଼ିଲା ଆମେ ଏମିତି ଚାଶନୀ ବନେଇବା। 1.5 ଗିନା ଚିନିରେ ମୁଁ ଗୋଟେ ଗିନା ପାଣି ଆଡ଼୍ କରିଛି। ଗୁଜୁରାତି ଆଉ କେଶର, ରେଡ଼୍ କଲର୍, ଫୁଡ଼୍ କଲର୍ ଆଉ ଗୋଟେ ଅଧା ଲେମ୍ବୁ ଆପଣ ଆଡ଼୍ କରିନିଅନ୍ତୁ। ତାକୁ କିଛି ସମୟ ଫୁଟେଇ ସାରନ୍ତୁ। ଫୁଟେଇ ସାରିଲା ପରେ ଦେଖନ୍ତୁ ଏମିତି ଅଠା ଅଠା ହେଇଗଲା ପରେ ଆପଣ ତାକୁ ବନ୍ଦ କରିଦେବେ। ଆପଣ ଯେକୌଣସି ଗୋଟେ ପଲିଥିନ୍, କ୍ଷୀର ପଲିଥିନ୍ କି ଏମିତି ଧଳା ପଲିଥିନ୍ରେ ବ୍ୟାଟର୍ଟାକୁ ରଖିକି ମିଡ଼ିୟମ୍ ଫ୍ଲେମ୍ ତେଲରେ ତାକୁ ଏମିତି ଛାଣି ନିଅନ୍ତୁ, ଗୋଲ ଗୋଲ କରି ଛାଣି ନିଅନ୍ତୁ। ଛାଣିକି ତାକୁ ଆପଣ କିଛି ସମୟ ବାହାରେ ରଖନ୍ତୁ। ବାହାରେ ରଖି ସାରିଲା ପରେ ଆପଣ ତାକୁ ଚିନି ଶିରାରେ ତାକୁ ପକାନ୍ତୁ। ଚିନି ଶିରାରେ ପକାଇକି ଆମେ କିଛି ସମୟ ପରେ କାଢ଼ି ନିଅନ୍ତୁ। ଦେଖନ୍ତୁ ଆପଣଙ୍କ ଜିଲାପି ମଧ୍ୟ ଏମିତି ବହୁତ ସୁନ୍ଦର ଟେଷ୍ଟି ହେବ। ଆପଣ ଥରେ ଟ୍ରାଏ କରନ୍ତୁ।